ଶିବ ଅହମ୍ ମନ୍ତ୍ର 108 ଥର ଜପ କରି ସାରିଲା ପରେ ଆପଣମାନେ ଗୋଡ଼ କାନି ଆଙ୍ଗୁଳି କତରୁ ଯୋଗ ଆରମ୍ଭ କରିବେ। ଏମିତିକି ମୁଣ୍ଡ ପର୍ଯ୍ୟନ୍ତ, ପୁଣି ମୁଣ୍ଡ ପାଖରୁ ଫେରେଇବେ। ଏଇଟା ଆପଣ ଟୋଟାଲ ଘଣ୍ଟେରୁ ଘଣ୍ଟେ 10 ମିନିଟ୍ ହବ। ଆପଣ ୟୁଟ୍ୟୁବ୍ ଚ୍ୟାନେଲରେ ଅଷ୍ଟାଙ୍ଗ ଯୋଗର ଦେଖିବେ। ଗୋଟେ ଯୋଗ ଅଛି ପୂର୍ଣ୍ଣ ଯୋଗ, ଯୋଉଟା କି ଗୋଡ଼ ପାଖରୁ ଆରମ୍ଭ ହେଇଛି ଆଉ ସରିଛି ମଧ୍ୟ ଗୋଡ଼ କତିର। ତେଣୁ ଆପଣମାନେ ନିଶ୍ଚିତ ଭାବରେ ଦିନକୁ 2 ଥର ଯୋଗ କରନ୍ତୁ। ନିଶ୍ଚିତ ରୂପେ ଭଲ ହେବେ। ଉଦାହରଣ ସ୍ୱରୂପ ମଣିଷ ଦେହକୁ ଆସୁଥିବା ରୋଗ ଭୟ କରେ କେବଳ ଯୋଗକୁ, ଅଷ୍ଟାଙ୍ଗ ଯୋଗକୁ। ଆଉ ହଠ ଯୋଗ କଲେ ବହୁତ ପରିଶ୍ରମ ହୁଏ। ହଠ ଯୋଗ କରିକି ବିଶ୍ରାମ ନେବାକୁ ପଡ଼େ। ଏଇ ଯେଉଁ ଅଷ୍ଟାଙ୍ଗ ଯୋଗ କଲେ ସେଭଳି କିଛି ଆବଶ୍ୟକ ନାହିଁ। ଯେତିକି ସମ୍ଭବ ଆପଣ ଧୀରେ ଧୀରେ କରିବେ। ଯୋଉଠି ନ ହେଉଛି ମନେ ମନେ କରିବେ। କିଛି ଦିନ ଗଲା ପରେ ଆପଣଙ୍କର ନିଶ୍ଚିତ ସେଗୁଡ଼ାକ ଆସ୍ତେ ଆସ୍ତେ ହବ। ତେଣୁ ଧ୍ୟାନ ରଖନ୍ତୁ, ଆପଣ ଯଦି କୌଣସି ଯୋଗ ଆଶ୍ରମରେ ଆଶ୍ରିତ ଅଛନ୍ତି, ବହୁତ ଭଲ କଥା। ଇଏ ଯୋଗ ଦେଖନ୍ତୁ। ୟା ଭିତରେ ଯଦି ଆପଣ କିଛିଟା ଆପଣଙ୍କ ଯୋଗ ସାଙ୍ଗରେ ଆଡ଼ କରିବେ ଆଉ ହଠ ଯୋଗର ଆପଣ ସବୁ କିଛି ପାଇବେ ନାହିଁ। ତେଣୁ ମୁଁ ବହୁତ ବାର ଗଳା କତରୁ ମୁଣ୍ଡ ପର୍ଯ୍ୟନ୍ତ କହି ଆସିଛି ଯେ କି ଏଇ ଜାଗା ପରେ ସମସ୍ୟାଟା ବେଶୀ ଆସେ। ପ୍ରାୟ ଲୋକଙ୍କୁ ଦେଖୁଥିବେ ଗଳାରେ ଗୋଟେ ବିରାଟ ବିରାଟ ପଟି ବାନ୍ଧୁଛନ୍ତି, ପଇସା ଦେଇକି କିଣିବାକୁ ପଡ଼ୁଛି। ତେଣୁ ଆପଣ ଯଦି ଅଷ୍ଟାଙ୍ଗ ଯୋଗ ରୀତିମତ କରିବେ, ଇଏ କିଣିବାକୁ ପଡ଼ିବ ନାହିଁ। ଆଉ ଏ ଗଳା ସମସ୍ୟାର କିଛି ଆସିବନି। ଟନସିଲ୍ ବଢ଼ିବା, ଗୋଟେ ଆବୁକୁ ବାହାରି ପଡ଼ିବା ଗଳାରେ, ଇଏ ସବୁ କିଛି ଆସିବନି। ଦେଖନ୍ତୁ, ମୁଁ ବର୍ତ୍ତମାନ ସେଇ ମଙ୍କି ମୁଦ୍ରା ଯେ କି ବହୁତ ବାର ଆପଣଙ୍କୁ ଶୁଣେଇଛି, ଦେଖେଇଛି, ଆପଣ ସେଇଆକୁ କରିବେ। ମଙ୍କି ମୁଦ୍ରା 2 ପ୍ରକାର। ଗୋଟେ ଯେଉଁ କଳା ମୁହାଁ ବଡ଼ ମାଙ୍କଡ଼, ଆଉ ଗୋଟେ ପାତି କଳା ମୁହାଁ ମାଙ୍କଡ଼, ଆଉ ନାଲି ମୁହାଁ ମାଙ୍କଡ଼ ବି ସେଇ ରକମ କରନ୍ତି, ଆପଣମାନେ ଦେଖିଥିବେ। ତାକୁ ଧ୍ୟାନ କରିବେ। ଦେଖନ୍ତୁ, ବର୍ତ୍ତମାନ ମୁଁ ଏଇ ମଙ୍କି ମୁଦ୍ରା 21 ଥର 2ଟା ଯାକ କରୁଛି, ଆଉ ବ୍ୟାଘ୍ର ମୁଦ୍ରା ବି କରୁଛି। ଇଏ ଗୋଟେ ମଙ୍କି ମୁଦ୍ରା। ଆଉ ଗୋଟେ ମଙ୍କି ମୁଦ୍ରା କରିବେ, ତା ମଝିର କିଛି ଅଛି, ତାକୁ କରିସାରିଲା ପରେ ସେଟା କରାଯାଏ। କିନ୍ତୁ ସ୍ୱଳ୍ପ ସମୟ ପାଇଁ ମୁଁ ଏଟାକୁ ଦ୍ୱିତୀୟ ମଙ୍କି ମୁଦ୍ରାଟାକୁ ସାଙ୍ଗେ ସାଙ୍ଗେ କରୁଛି। ଆଉ ଦେଖନ୍ତୁ, ଏଇ ଦ୍ୱିତୀୟ ମଙ୍କି ମୁଦ୍ରା କରିସାରିଲା ପରେ ବ୍ୟାଘ୍ର ମୁଦ୍ରାଟା 9 ଥର ନିଶ୍ଚିତ କରିବେ, କାରଣ ଇଏ ପାଟି ସମସ୍ୟାକୁ ବହୁତ ଅଂଶର ଦୂର କରେ। ଏ ସରିଲା ପରେ ଆପଣ ଅଲଗା ମୁଦ୍ରା ଗୁଡ଼ାକ ସବୁ କରିବେ। ଏଇ ବ୍ୟାଘ୍ର ମୁଦ୍ରା, ତା ଅର୍ଥାତ୍ ମୁଁ ମୂଳରୁ କହି ଆସିଛି, ପ୍ରତ୍ୟେକ ବହୁତ ଗୁଡ଼େ
ଅଷ୍ଟାଙ୍ଗ ଯୋଗର ଅଛି, ପଶୁ ପକ୍ଷୀମାନଙ୍କ ଠାରୁ ଆସିଛି। ତେଣୁ ଆପଣ ଏଇଟାକୁ ଧ୍ୟାନର ସହକାରେ ରୀତିମତ କରନ୍ତୁ, ନିଶ୍ଚିତ ସୁଫଳ ପାଇବେ ଆଜ୍ଞା। ୟାର କୌଣସି ଖର୍ଚ୍ଚ ନାହିଁ, ଆଉ ଶରୀର ପାଇଁ ସମ୍ପୂର୍ଣ୍ଣ ଇଏ ଅମୃତ ତୁଲ୍ୟ। ରହିଲି ଆଜ୍ଞା, ଜୟ ଜୀ ପିତା ମାତା କି ଜୟ।